हेलो एवरीवन नमस्कार वेलकम बैक टू माय यूट्यूब चैनल। तो आज ब्लॉग टी हूँ आलू परोटा स्पेशल ब्लॉग। किछि दिन तले आमे आम घरे आलू परोटा बनैथिलु तो तार भिडियोटी आज मुझे ब्लॉग रे अपलोड करी। आपण मैंने देखते ये ब्लॉग रे केमती आमे आलू परोटा बनैलु को वे रे समस्त तो आलू परोटा बनाती तो आमे केमती आलू परोटा बनैलु सेटा गोटे भिडियो मुझे ब्लॉग रे आपण मानक पकेबी तो आपण मैंने भिडियोटी देखंतु। चलंतु देखिबा भिडियोटी। ସାଙ୍ଗମାନେ ଆମେ ଆଳୁ ପରଟା ସହିତ ଖାଇବା ପାଇଁ ପୋଦିନା ଚଟଣି ବନେଇବା। ତ ଚଟଣି ପାଇଁ ଆମେ ଏଠି ଲଙ୍କାକୁ ଭଲ ଭାବରେ ଗରମ ପାଣିରେ ସିଝେଇ ନେବା। ଦେନ୍ ତାପରେ ଏଠି ଆମେ ଗ୍ରାଇଣ୍ଡରରେ କିଛି ରସୁଣ ଆଉ କିଛି ପୋଦିନା ପତ୍ର ନେଇଛୁ। ତ ରସୁଣକୁ ଆମେ ଏଠି ଟିକି ଟିକି ମାନେ ଛୋଟ ଛୋଟ କରି ନେଇଯାଇଛୁ। ତ ଆପଣମାନେ ଚାହିଁଲେ ଗୋଟା ନେଇପାରିବେ, ନହେଲେ ତାକୁ କାଟିକି ଟିକ ଟିକ କରିକି ବି ନେଇପାରିବେ, ଆପଣଙ୍କ ଇଚ୍ଛା। ଦେନ୍ ତାପରେ ଆମେ ସିଝେଇ ରଖିଥିବା ଲଙ୍କାକୁ ସେଥିରେ ଆଡ଼୍ କରିଛୁ। ଆପଣମାନେ ଚାହିଁଲେ ଚଟଣିରେ ଦହି ବି ଆଡ଼୍ କରିପାରିବେ। ଦହି ଆଡ଼୍ କଲେ ବହୁତ ଭଲ ଲାଗିବ। ଆମ ପାଖରେ ଯେହେତୁ ଦହିଟା ଆଭେଲେବୁଲ୍ ନଥିଲା ସେଇ ଟାଇମ୍ରେ ତ ଆମେ ଦହିଟାକୁ ଆଡ଼୍ କରିନୁ। ଏ ତିନିଟା ଜିନିଷରେ ହିଁ ଚଟଣି ବନେଇଛୁ। ତ ଦେନ୍ ତାକୁ ଟିକେ ଭଲ ତା ଦେହରେ ଟିକେ ଅଳ୍ପ ପାଣି ଆଡ଼୍ କରି ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେବେ। ଦେନ୍ ଗ୍ରାଇଣ୍ଡିଙ୍ଗ କଲା ପରେ ଆମର ଏଠି ଚଟଣି ପୁରା ରେଡ଼ି। ଦେଖନ୍ତୁ ରାଗ ଟିକେ ଥିଲା ବଟ୍ ବହୁତ ଟେଷ୍ଟି ହେଇଥିଲା। ଦେନ୍ ନେକ୍ସଟ ପ୍ରୋସେସ୍ ଆମେ ଯିବା ଅଟା ଚକଡ଼ିବା ପ୍ରୋସେସ୍। ଅଟା ଚକଡ଼ିବା ପାଇଁ ଆମେ ମେଥିକୁ ଏମିତି ତାୱାରେ ଟିକେ ଭାଜି ନେବା। ଦେନ୍ ତାକୁ ହାତରେ ଏମିତି ମଳି ନେବା, ଏମିତି ସେ ପୁରା ଗୁଣ୍ଡ ହେଇଯିବ। ଦେନ୍ ଆମେ ଏଇଟା ଦେଲେ କ'ଣ ନା ମାନେ ଆପଣ ଯେଉଁ ପରଟାଟା ହେବ ଆମର ବହୁତ ଭଲ ସ୍ମେଲ୍ ଆସିବ ସେ ପରଟାରେ। ତା ଏଠି ଆମେ କିଛି ଲୁଣ ଆଉ ମେଥିକୁ ଏମିତି ଗୁଣ୍ଡ କରି ନେଇଛୁ। ଦେନ୍ ଅଟା ଆଡ଼୍ କରିବେ। ଅଟା ଆପଣଙ୍କ ହିସାବରେ ନେବେ, କେତେ ପରଟା ବନେଇବାକୁ ଚାହୁଁଛନ୍ତି ସେଇ ହିସାବରେ ଆପଣ ଅଟା ଆଡ଼୍ କରିବେ। ଦେନ୍ ତାକୁ ଭଲ ଭାବରେ ଚକଡ଼ି ନେବେ। ଅଳ୍ପ ଅଳ୍ପ ଯେମିତି ଆପଣ ଅଟା ଚକଡ଼ନ୍ତି ଯେମିତି ରୁଟି ପାଇଁକି, ସେମିତି ଅଳ୍ପ ଅଳ୍ପ ପାଣି ଦେଇକି ଭଲ ଭାବରେ ଅଟାଟିକୁ ଚକଡ଼ି ନେବେ। ଏଠି ଆମର ଅଟା ଚକଟା ପୁରା ରେଡ଼ି। ଅଟାକୁ ଏବେ ଆମେ ଏମିତି ଘୋଡ଼େଇକି ଛାଡ଼ିଦେବା। ଦେନ୍ ଆମେ ଆଳୁ ବନେଇବା ପ୍ରୋସେସ୍କୁ ଯିବା। ତ ଆମେ ଏଠି ପିଆଜ ଆଉ ଟମାଟରକୁ ଚୁନ ଚୁନ କରି କାଟିକି ରଖିଦେଇଛୁ। ସିଝା ଆଳୁରେ ମାନେ ଆଳୁକୁ ସିଝେଇ ଦେଇଥିବେ, ସିଝା ଆଳୁରେ କିଛି ଲୁଣ ଆଡ଼୍ କରି ତାକୁ ଏମିତି ମାନେ ଖଣ୍ଡ ଖଣ୍ଡ କରି ଚକଟିବେ। ପୁରା ମିନ୍ କରିବେନି, ଅଧା ଖଣ୍ଡ କରି ତାକୁ ଭଲ ଭାବରେ ଚକଟି ନେବେ। ଦେନ୍ ଆମେ ଗ୍ୟାସ୍ ଅନ୍ କରି କଡ଼େଇ ବସାଇବା। କଡ଼େଇରେ ଅଳ୍ପ କିଛି ତେଲ ନେବା। ତେଲ ଟିକେ ଗରମ ହେଲା ପରେ ସେଥିରେ ଆମେ ଜିରା ଆଡ଼୍ କରିବା। ଜିରା ପରେ ଆମେ କାଟିକି ରଖିଥିବା ପିଆଜକୁ ସେଥିରେ ଆଡ଼୍ କରିବା। ପିଆଜକୁ ଅଳ୍ପ ଫ୍ରାଏ ହେବାକୁ ଛାଡ଼ିବା। ଟିକେ ହାଲକା ଫ୍ରାଏ ହେଇଗଲା ପରେ ପିଆଜ, ସେଥିରେ ଆମେ ଟମାଟର କାଟିକି ରଖିଥିବା ଟମାଟୋ ଆଡ଼୍ କରିବା। ଦେନ୍ ଟମାଟୋ ଆଉ ପିଆଜକୁ ଭଲ ଭାବରେ ଆମେ ଫ୍ରାଏ କରିବା। ତା ଦେହରେ କିଛି ଲୁଣ, ଅଳ୍ପ ଲୁଣ, ଗୋଟେ ସ୍ପୁନ୍ ଲୁଣ ଆଉ ଗୋଟେ ସ୍ପୁନ୍ ଚିଲି ପାଉଡ଼ର ଆମେ ଆଡ଼୍ କରିଛୁ। ତାକୁ ଆଡ଼୍ କରି ଭଲ ଭାବରେ ଆପଣ ଭାଜି ନେବେ। କିଛି ସମୟ ଆପଣ ଚାହିଁଲେ ତାକୁ ଘୋଡ଼େଇକି ଏମିତି ରଖିଦେବେ ସିଝିବା ପାଇଁ ଟିକେ। ତ ତାପରେ କିଛି ସମୟ ଫ୍ରାଏ କଲା ପରେ ସେଥିରେ ଆମେ 1.5 ସ୍ପୁନ୍ ଆମେ ଆଡ଼୍ କରିଛୁ ଅଦା ରସୁଣ ପେଷ୍ଟ। ତାପରେ ସେଥିରେ ଆମେ ହଳଦୀ ଗୁଣ୍ଡ ଆଉ କରି ପାଉଡ଼ର, ଧନିଆ ମସଲା, ପାଉଡ଼ର ମସଲା ଯାହା ସବୁ ଆପଣ ସେଥିରେ ଆଡ଼୍ କରିବେ। ଆଉ ହଁ, ଆଳୁରେ ଯେହେତୁ ଆପଣ ଲୁଣ ଆଡ଼୍ କରିଛନ୍ତି ତ ସେଇ ଅନୁସାରେ ଆପଣ ଦେଖିକି ମସଲାରେ ଲୁଣ ଆଡ଼୍ କରିବେ। ତାପରେ ସେଥିରେ ଆମେ କିଛି ମେଥି ଆଡ଼୍ କରି ନେଇଛୁ, ଯେଉଁଟାକି ଭଲ ସ୍ମେଲ୍ ଦେବ। ପୁରାରେ ବହୁତ ଭଲ ସ୍ମେଲ୍ ଆସିବ ମେଥି ଆଡ଼୍ କଲା ପରେ। ଦେନ୍ ତାକୁ ଭଲ ଭାବରେ ଆପଣ ଏମିତି 1 ରୁ 2 ମିନିଟ୍ ପର୍ଯ୍ୟନ୍ତ କଷି ନେବେ। କିଛି ଅଳ୍ପ ପାଣି ଦେଇକି ତାକୁ 1 ରୁ 2 ମିନିଟ୍, ହାର୍ଡ଼ଲି 5 ମିନିଟ୍ ଅତି ବେଶୀରେ ଭଲ ଭାବରେ କଷି ନେବେ। ଦେଖନ୍ତୁ ଆମର ଏଠି ମସଲା ପୁରା ଭଲ ଭାବରେ କଷି ଯାଇଛି। ଦେନ୍ ସେଥିରେ ଆମେ ଚକଟି ରଖିଥିବା ଆଳୁକୁ ଆଡ଼୍ କରିବା। ତାକୁ ଭଲ ଭାବରେ ମସଲା ସହିତ ମିକ୍ସ କରିବା। 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ମିକ୍ସ କରିନେବା ଆଳୁକୁ ମସଲା ସହିତ। ଦେଖନ୍ତୁ ଆମର ଏଠି ମସଲା ସହିତ ଆଳୁ ପୁରା ବଢ଼ିଆ ଭାବରେ ମିକ୍ସ ହେଇଛି। ପୁରା ଆମର ରେଡ଼ି ପରଟା ବନେଇବା ପାଇଁ। ଏବେ ଚାଲନ୍ତୁ ଆମେ ନେକ୍ସଟ ପ୍ରୋସେସ୍କୁ ଯିବା, ପରଟା ବନେଇବା ପ୍ରୋସେସ୍। ପରଟା ବନେଇବା ପୂର୍ବରୁ ଆମେ ପୁରକୁ ଭଲ ଭାବରେ ଥଣ୍ଡା ହେବାକୁ ଛାଡ଼ି ନେବା ଆଉ ତାକୁ ଭଲ ଭାବରେ ମିକ୍ସ କରିନେବା। ପ୍ରଥମେ ଯେହେତୁ ଆମେ ପୁରା ଭଲ ଭାବରେ ମିକ୍ସ କରିନଥିଲେ, ଏବେ ପୁରା ଭଲ ଭାବରେ ଆଳୁକୁ ମିକ୍ସ କରିନେବା। ମାନେ ପରଟା ବନେଇବା ବେଳେ କିଛି ଅସୁବିଧା ଏମିତି ହେବନି ପୁର ଦେଲାବେଳେ। ଦେନ୍ ଆମେ ଅଟାକୁ ଚକଟିକି ରଖିଥିଲୁ, ଟିକେ ଆଉ ଥରେ ତାକୁ ଟିକେ ଭଲ ଭାବରେ ପ୍ରେସ୍ କରି ଚକଟି ନେବେ। ଦେନ୍ ଛୋଟ ଛୋଟ ଯେମିତି ଅଟା ପାଇଁ ଯେମିତି ଗୁଳା କରନ୍ତି ସେମିତି ଗୁଳା କରିକି
ପରଟାକୁ ମାନେ ରୁଟି ଭଳିଆ ପ୍ରଥମେ ଆମେ ରୁଟି ଭଳିଆ ବେଲି ନେବା। ଆପଣ ମାନେ ବହୁତ ଉପାୟରେ ପରଟା ବନେଇ ହେବ। ଆମେ ଦେଖନ୍ତୁ ଏଇଟା ଗୋଟେ ଏଇ ଯେଉଁ ଉପରେ ଆମେ ବନେଇଛୁ ଏମିତିରେ ବନେଇଲେ ଆପଣ ସହଜ, ପ୍ରଥମତଃ ସହଜ ହେବ ବନେଇବା ପରଟା, ଆଉ ସେକେଣ୍ଡଲି ପୁରଟା ବହୁତ ଭଲ ଭାବରେ ଦେଇହେବ, ବହୁତ ଦେଇହେବ, ଆଉ ଖାଇବାକୁ ବି ମାନେ ପରଟାରେ ବହୁତ ପୁର ଥିଲେ ଖାଇବାକୁ ବି ବହୁତ ଟେଷ୍ଟି ଲାଗେ ନା। ଅଳ୍ପ ପୁର ଯେମିତି ଲାଗିବ, ଅଧିକ ପୁର ଭଲ ହିଁ ଲାଗିବ ନା। ତ ଏଇ ପ୍ରୋସେସରେ ବହୁତ ସାରା ପୁର ଦେଇହେବ, ଖାଇବାକୁ ପାଇଁ ବହୁତ ଟେଷ୍ଟି ବି ଲାଗିଥାଏ ଆଉ ସହଜ ବି ବନେଇବା। ଦେଖନ୍ତୁ ଏମିତି ଗୋଲ କରି ବନେଇ ନେବେ, ଗୋଟେ ସାଇଡ଼୍ରେ ପୁରକୁ ବଢ଼ିଆ ଭାବରେ ଆଡ଼୍ କରିନେବେ ଆପଣଙ୍କ ହିସାବରେ। ଦେନ୍ ଆଉ ଗୋଟେ ପଟକୁ ଫୋଲ୍ଡ କରି ଚାରିପଟରୁ ଭଲ ଭାବରେ ହାତରେ ପ୍ରେସ୍ କରିନେବେ। ଦେନ୍ ଉପରେ ହାଲକା ହାଲକା ଅଳ୍ପ ବେଲି ନେବେ ଟିକେ। ଆପଣମାନେ ଆପଣଙ୍କ ହିସାବରେ ଯେମିତି ବନେଇ ପାରିବେ, ଯେମିତି ଯେଉଁ ଗୋଲ କରିକି ପୁର ଦେଇକି ତାପରେ ପିଠା ଯେମିତି କରନ୍ତି ସେମିତି ବି ବନାନ୍ତି। ତ ଆମେ ଏଇ ପ୍ରୋସେସରେ ବନେଇଛୁ, ଆମକୁ ଏଇ ପ୍ରୋସେସଟା ଭଲ ଲାଗେ। ଦେନ୍ ଗ୍ୟାସ୍ ଅନ୍ କରି ଆମେ ପରଟାକୁ ଏପଟ ସେପଟ କରି ଭଲ ଭାବରେ ଦୁଇ ପଟକୁ ସେକି ନେବା। ପ୍ରଥମେ ଦୁଇ ପଟ ଭଲ ଭାବରେ ସେକି ହେଇଗଲା ପରେ ସେଥିରେ ଆମେ ଅଏଲ୍ ଆଡ଼୍ କରିବା। ଆପଣ ଚାହିଁଲେ ଘିଅ ଦେଇପାରିବେ, ଘିଅରେ କଲେ ବି ବହୁତ ଟେଷ୍ଟି ଲାଗିଥାଏ, ନହେଲେ ତେଲରେ ବି ରିଫାଇନ୍ ତେଲ ଯେଉଁ ତେଲରେ ହଉ କରିପାରିବେ। ତ ଆମେ ଏଠି ତେଲ ଦେଇଛୁ, ତ ତେଲକୁ ଭଲ ଭାବରେ ଦୁଇ ପଟକୁ ଦେଇକି ସେକି ନେବେ। ଦେଖନ୍ତୁ ଏଠି ପରଟା ଆମର କେତେ ବଢ଼ିଆ ଭାବରେ ଫୁଲିବ। ସେଇ ବେଲିବା ଉପରେ ଡିପେଣ୍ଡ କରୁଛି ଆପଣ କେମିତି ବେଲିବେ, ସେଇ ଅନୁସାରେ ଆପଣଙ୍କ ପରଟାଟି ବହୁତ ଭଲ ଭାବରେ ଫୁଲିବ। ଦେଖନ୍ତୁ ଆଗକୁ ଦେଖିବେ କେତେ ଭଲ ଭାବରେ ପରଟାଟା ଆମର ଫୁଲିଛି। ଦେଖନ୍ତୁ କେତେ ବଢ଼ିଆ ଭାବରେ ଫୁଲିଛି ନା। ତ ବଢ଼ିଆ ଭାବରେ ପୁରା ଫୁଲିଥିଲା ପରଟାଟି ଆମର। ଏବେ ପୁରା ପରଟା ଆମର ପୁରା ରେଡ଼ି। ଏବେ ଚାଲନ୍ତୁ ଆମେ ତାକୁ ସର୍ଭ କରିବା। ତ ମାନେ ଆମର ଏଠି ଆଳୁ ପରଟା ପୁରା ରେଡ଼ି। ଦେଖନ୍ତୁ ଆପଣଙ୍କୁ ଭାଙ୍ଗିକି ଦେଖାଉଛି କେତେ ପରଟାଟି କେତେ ନରମ ହେଇଛି। ଦେଖନ୍ତୁ ପୁରା ଛିଡ଼ି ଯାଉଛି ହାତରେ ଏମିତି ଧରୁ ଧରୁ। ତାକୁ ଆମେ ପୋଦିନା ଚଟଣି ସହିତ ଲଗେଇକି ଖାଇଥିଲୁ, ପୁରା ଟେଷ୍ଟି ହେଇଥିଲା, ପୁରା ମସ୍ତ। ଦେଖିକି ତ ଜାଣିପାରୁଥିବେ ଆଉ କ'ଣ କହିବି। ତ ଏଇଆ ଥିଲା ଆଜିର ଭିଡ଼ିଓ। ତ କେମିତି କ'ଣ ଲାଗିଲା ଆପଣ କମେଣ୍ଟ କରି କହିବେ। ଆମର ଆଳୁ ପରଟା ଯେମିତି ଆମେ ବନେଇଲୁ। ତ ଭିଡ଼ିଓଟି ଯଦି ଭଲ ଲାଗିଥିବ ତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।